পরম পূজ্যপাদ শ্রী শ্রী বর্ধাঙ্গ শ্রীপাদ পঙ্কজে ভক্তিভূত প্রণাম নিবেদন করে। পরম পূজ্যপাদ শ্রী শ্রী আচার্যদেবଙ୍କ শ্রীপাদ পঙ্কজে ভক্তিভূত প্রণাম নিবেদন। আজি এই সান্ধ্য মধুময় নাম সংকীর্তন সৎসঙ্গে উপস্থিত ববেণ্য পুরোধা, উপস্থিত ববেণ্য ভিত্তিক দেবতা, উপস্থিত ববেণ্য যাজক অধুর্য মণ্ডলী, উপস্থিত ইষ্টপ্রাণ গুরুভ্রাতা মণ্ডলী, ইষ্টপ্রাণ ভক্তিমতী মাতৃমণ্ডলী, সাধু সজ্জন মণ্ডলী, লঘুজন, ছোট ছোট পিলা তথা এই গ্রামর সমস্ত গ্রামবাসী সমস্তଙ୍କୁ ମୋର ଯଥାଯୋଗ୍ୟ ପ୍ରଣାମ ଏବଂ ଜୟଗୁରୁ ନିବେଦନ କରେ। ପରମ ସୌଭାଗ୍ୟ ମୋର ଆଉ ବିଶେଷ କରି ମୋର ଶ୍ରଦ୍ଧେୟ ଜିତୁ ପାଖରେ ମୁଁ କୃତଜ୍ଞ। ଏ ସତ୍ସଙ୍ଗକୁ ଆସିବା ପାଇଁ ସିଏ ହିଁ ମୋତେ ମାସେ ତଳେ କହିଥିଲା, ଭକ୍ତ ଭାଇ ବି କହିଥିଲେ, କିନ୍ତୁ ଜିତୁ ଯୋଗୁଁ ଏ ସତ୍ସଙ୍ଗକୁ ମୁଁ ଆସିପାରୁଛି ଏବଂ ଆସିକି ବି ଅନୁଭବ ହେଉଛି ଯେ ସତ୍ସଙ୍ଗ ନ ଆସିଥିଲେ ଗୋଟେ ଭଲ ସତ୍ସଙ୍ଗଟେ ମିସ୍ ହେଇଥାନ୍ତା। କାରଣ ଯେଉଁଭଳି ଭାବେ ଭଜନ କୋରସ ଏବଂ ଶେଷରେ ନିର୍ମଳର ଯେଉଁ କୀର୍ତ୍ତନ, ଏ କୀର୍ତ୍ତନଟା ତାର ଲେଖା ବୋଲି ମୁଁ ଜାଣିନଥିଲି। ମୁଁ ଗୋଟେ ଜାଗାରେ ଯାଇଥିଲି ତଳକୁସୁମା, ସେଠି ଗୋଟେ ଉତ୍ସବରେ ଏଇ କୀର୍ତ୍ତନଟା ଯେତେବେଳେ ଶୁଣିଲି, ସେଠି ମଣ୍ଟୁ ବୋଲି ଗୋଟେ ପିଲାଟେ, ତାକୁ ପଚାରିଲା ବେଳକୁ ସିଏ କହିଲା ଯେ ଏଇଟା ନିର୍ମଳ ଭାଇଙ୍କ ଲେଖା। ଏ କୀର୍ତ୍ତନଟା ଏତେ ମୋତେ ଭଲ ଲାଗିଥିଲା, ତ ଆସିବା ପୂର୍ବରୁ ମୁଁ କହିଥିଲି ଯେ ଭାଇ ଏଇ କୀର୍ତ୍ତନଟା ଯେମିତି ହଉ କରିବୁ। ଯାହା ବି ହଉ ଭଜନ କୋରସ କୀର୍ତ୍ତନ ଏତେ ସୁନ୍ଦର ହେଇଛି, ତାପରେ ମୁଁ ଯେ କହିବା ପାଇଁ ଛିଡ଼ା ହେଇଛି, କହିବାର ବିଶେଷ ଅବକାଶ ନାହିଁ। କାରଣ ପୁରୋଧା ଅଛନ୍ତି, ଆମର ସମସ୍ତଙ୍କର ଅତି ପରିଚିତ କୁନା ଭାଇନା ଅଛନ୍ତି। ଏତିକି କହିବି କେବଳ ଯେ ସମ୍ମାନନୀୟ ଭିକାରୀ ଭାଇ ତାଙ୍କର ସୁପୁତ୍ର ଭକ୍ତ ଭାଇଙ୍କର ଏଇ ଯେ ପୁତ୍ର ସନ୍ତାନଟି ଜାତ ହେଇଛି ଆୟୁଷ୍ମାନ ଭାନୁପ୍ରତାପ, ଯାହାର ନାମକରଣ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ କରିଛନ୍ତି, ଆଶ୍ରମକୁ ଆସିଛି। ସେ ଭିକାରୀ ଭାଇ ତାଙ୍କର ପରିବାର, ସେ ନବଦମ୍ପତି ଏବଂ ଏଇ ପୁତ୍ର ସନ୍ତାନଟି ସେ ଠାକୁରଙ୍କୁ ଧରିକି ବି ଭଲରେ ରୁହନ୍ତୁ, ସୁଖରେ ରୁହନ୍ତୁ, ନିରୋଗ ରୁହନ୍ତୁ, ଏତିକି ସେଇ ସୃଷ୍ଟିକର୍ତ୍ତାଙ୍କ ଶ୍ରୀପାଦ ପଙ୍କଜ ପ୍ରାର୍ଥନା କରେ। ନାମକରଣ ସତ୍ସଙ୍ଗ 21 ପ୍ରାୟ ସରିଯାଇଛି। 30 ତାରିଖ ଦିନ ଛୁଆର ଦେହ ଯେହେତୁ ଟିକେ ଅସୁସ୍ଥ ଥିଲା, ଡାକ୍ତର ବାରଣ କରୁଥିଲେ ବାହାରକୁ ଆଣିବା ପାଇଁ, ତ ସେ ଆଣିପାରିନଥିଲେ, ସେଥିପାଇଁ ଆଜି ସତ୍ସଙ୍ଗଟାକୁ ସେ ଘୁଞ୍ଚେଇ ଦେଇଥିଲେ। ବର୍ତ୍ତମାନ ସେ ଶିଶୁ ସୁସ୍ଥ ଏବଂ ସେ ଏଠି ଅଛି ମଧ୍ୟ ସତ୍ସଙ୍ଗରେ। ପବନ ଦୟାଲ ସେ ଠାକୁରଙ୍କୁ 1924 ମସିହାରେ ଅଶ୍ୱିନୀ କୁମାର ବିଶ୍ୱାସ ପ୍ରଶ୍ନ କରୁଛନ୍ତି ଯେ ଠାକୁର, ଆଚ୍ଛା କୁହନ୍ତୁ ତ ଦେଖି, ଏ ଦୁନିଆରେ ସବୁଠାରୁ କଷ୍ଟ କାମ କ'ଣ, ସବୁଠାରୁ କଠିନ କାମ କ'ଣ? ସେ ଠାକୁରଙ୍କୁ ଏକ ସନ୍ଧ୍ୟା ସମୟରେ ପ୍ରଶ୍ନ କରୁଛନ୍ତି ଅଶ୍ୱିନୀ କୁମାର ବିଶ୍ୱାସ। ସେ ଠାକୁର ଅତି ସହଜ ଭାବେ କହୁଛନ୍ତି, ଛୁଆଟିଏ ଜନ୍ମ ଦେବା ହେଲା ଏ ଦୁନିଆର ସବୁଠାରୁ କଠିନ କାମ, ତାଠୁ ଆଉ କଠିନ କାମ ଏ ଦୁନିଆରେ କିଛି ନାହିଁ। ବାକି କଠିନ କାମ ତୁମେ ଭାବି ଭାବ ଗାଡ଼ି ଘୋଡ଼ା କିଣିବା, ଘର ମାନେ ଗୋଟେ ଗୃହ ନିର୍ମାଣ କରିବା, ଯାହା କିଛି କରିବ, ଏଭଳି କି ଯଦି ଚନ୍ଦ୍ରକୁ ମଧ୍ୟ ଯାଇପାର, ତାଠୁ କିନ୍ତୁ କଠିନ କାମ ହେଉଛି ଗୋଟାଏ ଛୁଆକୁ ଜନ୍ମ କରିବା। ଏବଂ ଠାକୁର ଏଇ ଜନ୍ମ ଉଦ୍ଦେଶ୍ୟରେ ଗୋଟେ ବାଣୀ ବି ଦେଉଛନ୍ତି ଯେ ଜନ୍ମ ମାନେ ହିଁ ଜମି ଉଠିବା, ଜନ୍ମ ମାନେ ହିଁ ଜମି ଉଠିବା ଉପାଦାନର ସଙ୍ଗତିରେ, ଜନ୍ମ ମାନେ ହିଁ ଜମି ଉଠିବା ଉପାଦାନର ସଙ୍ଗତିରେ, ଯେଉଁ ସଙ୍ଗତିରେ ଜୀବନ ଉତ୍ସ ବ୍ୟକ୍ତ ହେଇ ଉଠେ ବ୍ୟକ୍ତି, ବ୍ୟକ୍ତ ଦାତାର ଅନ୍ତରାଳରେ ଅଛି ଜୀବନ ସ୍ପନ୍ଦନା, ଯେଉଁ ଜୀବନ ସ୍ପନ୍ଦନାରେ ବଢ଼ି ଉଠେ ଆଣେ ଜୀବନ ନନ୍ଦନା। ଜନ୍ମ ମାନେ ହିଁ ଠାକୁର କହୁଛନ୍ତି ଜମି ଉଠିବା। ଜନ୍ମ ହେଲା ମାନେ ଜଣେ ସେ ଧରାପୃଷ୍ଠକୁ ଆସିଲା ମାନେ ସିଏ ଧୀରେ ଧୀରେ ତାର କାୟା ବିସ୍ତାର କରି କରିକା ଚାଲିବ। ମଣିଷମାନଙ୍କ କ୍ଷେତ୍ରରେ ଯେମିତି, କୀଟ ତରୁ ଲତା ପଶୁ ପକ୍ଷୀ ସମସ୍ତଙ୍କ କ୍ଷେତ୍ରରେ ମଧ୍ୟ ସେମିତି। ତ ଠାକୁର କହୁଛନ୍ତି ଏଇ ଯେଉଁ ଜନ୍ମ ହେଇକି ବି ଜମି ଉଠିବା ଉପାଦାନର ସଙ୍ଗତି, ଉପାଦାନ ପୁଣି କାହାର? ଭକ୍ତ ଭାଇଙ୍କର ଗୋଟେ ଉପାଦାନର ଗଢ଼ା ଏବଂ ପ୍ରିୟଦର୍ଶିନୀ ମା ସିଏ ଗୋଟେ ଉପାଦାନର ଗଢ଼ା। ଉଭୟଙ୍କର ସଙ୍ଗତିରେ, ଉଭୟଙ୍କର ସଙ୍ଗତିରେ ବ୍ୟକ୍ତ ହେଇ ଉଠେ ବ୍ୟକ୍ତି, ମାନେ ଗୋଟାଏ ବ୍ୟକ୍ତି ମାନେ ଗୋଟାଏ ଜୀବନ, ଗୋଟାଏ ପ୍ରାଣ ସ୍ପନ୍ଦନ, ସେଇଟା ଯେ ବ୍ୟକ୍ତ ହେଇ ଉଠେ, ସେଟା ଦୁହିଁଙ୍କର ଉପାଦାନରେ ହିଁ ବ୍ୟକ୍ତ ହେଇ ଉଠେ। ଏବଂ ସେହି ଦୁହିଁଙ୍କର ଉପାଦାନରେ ଅଛି ଜୀବନ ସ୍ପନ୍ଦନା। ଯେଉଁ ବ୍ୟକ୍ତିଟି ବ୍ୟକ୍ତ ହେଇ ଉଠିଲା ତା ଭିତରେ କିନ୍ତୁ ତାର ଗୋଟେ ଜୀବନ ସ୍ପନ୍ଦନ,
প্রাণক্ষেত্র সঞ্চারিত ହେଲା এবং সেই প্রাণকেন্দ্র বଢ଼ି উঠি আনে জীবন নন্দনা এবং সেই যে ব্যক্তিটি ধীরে ধীরে গজেই উঠিলা তা ভিতরে তার মূল উদ্দেশ্য রহিলা তার জীবনটাকে নন্দিত করে তোলিবা। এটা হচ্ছে শ্রী শ্রী ঠাকুরଙ୍କ বাণী। ঠাকুরଙ୍କୁ ପୁଣି ପୁନର୍ବାର ଅଶ୍ୱିନୀ କୁମାର ବିଶ୍ୱାସ ପ୍ରଶ୍ନ କରୁଛନ୍ତି ଯେ ଠାକୁର ଜୀବନ ମାନେ କ'ଣ? ଯେଉଁ ଜୀବନର ସଂଜ୍ଞା ହଜାର ହଜାର ବର୍ଷ ଧରିକି ବି ଋଷି ମୁନି ସାଧୁ ସନ୍ଥ ଜ୍ଞାନୀ ଗୁଣୀ ପଣ୍ଡିତ ମାନେ ତପସ୍ୟା କରିକି ବି ଯାହାର ଅର୍ଥ ପାଇନାହାନ୍ତି, ଅଶ୍ୱିନୀ ବିଶ୍ୱାସ ପଚାରୁଛନ୍ତି ଠାକୁରଙ୍କୁ ଠାକୁର ଜୀବନ ମାନେ କ'ଣ? ଠାକୁର ଅତି ସହଜରେ କହୁଛନ୍ତି ଲାଇଫ୍ ଇଜ୍ ଏ ଫ୍ଲୋ ଅଫ୍ କଣ୍ଟିନ୍ୟୁଅସ୍ କନସିୟସ୍ ଏକ୍ଜିଷ୍ଟାନ୍ସ। জীবন ক্রমাগতি ভাবে চেতন অবস্থায় গতিশীল হবাকু হি জীবন কুয়াযায়। মু চেতন মু জীবন্ত সেথিপাই মু ক্রমাগতিরে আগুকু বঢ়ি চালিছি। মু যেদিন অবচেতন হয়েଯିବି, অবচেতন মানে মৃত, মো ভিতরে আউ সে প্রাণ সঞ্চার নথিব, মো ভিতরে আউ সে যে স্পন্দন সে ধুক ধুক হউ নথিব, মু সেদিন মৃত। তো ঠাকুর কହୁଛନ୍ତି এই চেতন অবস্থায় ক্রমাগতি ভাবে বঢ়ি উঠিবাটাକୁ ହିଁ জীবন কুহନ୍ତି। এইটা হচ্ছে জন্ম এবং জীবনর অতি সহজ সরল ব্যাখ্যা শ্রী শ্রী ঠাকুর কহিলেন। তো আমমানে এই যে জীবনটা পাইছে এটা এত সহজ জীবন নুহে। এই জীবনটা কেবল পাইছে তাঙ্কর দয়া যোগু। তাঙ্কর দয়া নহলে যে কথা শ্রদ্ধেয় নির্মল কহুতিলা যে পিলাটি গর্ভরে আসিবা একমাত্র ঈশ্বরଙ୍କ দয়া ব্যতিরেকে হেই পাবে না। গোটিয়ে বিবাহ হয়ে গেলে স্বামী স্ত্রীଙ୍କ মিলনরে সন্তানটিয়ে জন্ম হব, এটা ভুল কথা, এটা সম্পূর্ণ ভুল কথা। ঈশ্বর দয়া নকলে জীব আসি পাবে না। তো জীব যদি আসে ঈশ্বরଙ୍କ ପାଇଁ তাহলে জীব ঋণী হবা কথা তাঙ্ক পাখেবে। তাঙ্ক পাখেবে ঋণী ন হইকি বি যদি মু অন্য ভাবে মো জীবনটাকে অতিবাহিত করুছি তাহলে মোঠু বড় কৃতজ্ঞ আউ জীবনে কিয়ে অছি? মোঠু বড় অকৃতজ্ঞ আউ এ জীবনে কিয়ে অছি যে যাহাঙ্ক যোগু মু জীবন পাইলি, মু তাঙ্কু পছ করিকি বি বাকি সবু জিনিসকু আগুকু নেইকি বি মু চাললি। সে ঠাকুর কହୁଛନ୍ତି তুমে সর্বপ্রথমে তুমর শ্রেয় প্রেয় তাঙ্কব, তাপরে তুমর স্ত্রী পরিবার পিতা মাতা বন্ধু পরিজন যাহাব। তো আমমানে যে শ্রী ঠাকুরଙ୍କ চরଣାশ্রিত এই জিনিস গুড়াক আমমানে বুঝুছে, অন্যমানে সেটা বুঝিয়া পাই সক্ষম নুহନ୍ତି। কারণ অন্যমানে গোটে চিরাচরিত ভাবে শিশুটিয়ে জন্ম হুয়ে, বিবাহ হুয়ে, পুଅ ଝିଅଙ୍କ ବିବାହ ହୁଏ, ଶିଶୁଟିଏ ଜନ୍ମ ହୁଏ, ଜନ୍ମ ପରେ ସେ ବଢ଼ି ଉଠି ଚାଲେ, ଏମିତି ହେଇକି ବି ଗୋଟେ ପୁରୁଷାନୁକ୍ରମିକ ଭାବେ ଗୋଟେ ବଂଶ ପରମ୍ପରା ଆଗେଇ ଚାଲେ। କିନ୍ତୁ ଆମମାନେ ଯେଉଁମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ଧରିଛେ ଆମମାନେ ବୁଝୁଛେ ଯେ ଶ୍ରୀ ଶ୍ରୀ ଠାକୁରଙ୍କୁ ଯଦି ଜୀବନରେ ଧରି ନଥାନ୍ତେ ତାହେଲେ ଏତେ ଜିନିଷ ଆମମାନେ ଜାଣିଥାନ୍ତେ। ଏଇ ଯେଉଁ କଥା ଗୁଡ଼ାକ ଆପଣମାନଙ୍କ ସାମ୍ନାରେ କହିଲି ଆପଣମାନେ ବି ଏଇସବୁ କଥା ଜାଣିଛନ୍ତି, ଏ ତ ଶ୍ରୀ ଶ୍ରୀ ଠାକୁରଙ୍କୁ ବି ହିଁ କଥା। এই কথা গুড়াক জাଣିকি বি তাকে জীবনে চরিত্রায়িত করা সম্ভব হচ্ছে কেবল শ্রী শ্রী ঠাকুরଙ୍କୁ জীবনে ধরিকি। তো ঠাকুরଙ୍କୁ জীবনে ধরিকি বিবাহ করিকি যেতবে পুত্র সন্তানটি আসছে, পুত নামক নরকরু উদ্ধার করে বলে পুত্র সন্তান কামনা করা যায়, শাস্ত্রে অছি। পরম ପୂଜ୍ୟପାଦ শ্রী আচার্যଙ୍କ পাখে গোটে নবদম্পতি যাইকি নিবেদন কলে। নিবেদন করার কারণ হচ্ছে যে আমার ধারণাটা কেমিতি মু সেটা কହୁଛି। তো সে নিবেদন করছেন যে দাদা মোর তিনটা ঝিও পুଅটিଏ ନାହିଁ, বংশ আগুক বড়িব কেমিতি? আচার্যଙ୍କର সহজ উত্তর শুণন্তু। আচার্যদেব কହୁଛନ୍ତି যে দশরথଙ୍କର কেতেটা পুଅ ଥିଲେ? না আজ্ঞା 4টা পুଅ। মলা বেলে পাখে কিଏ ଥିଲେ? মলা বেলে তো প্রভু রামচন্দ্র প্রভু লক্ষ্মণ ଥିଲେ বনবাসে এবং বাকি প্রভু ভরত এবং শত্রুঘ্ন ଥିଲେ মামু ঘরে। মলা বেলে পাখে কিଏ ଥିଲେ? তো মলা পরে মতে কিଏ নিয়া দেব কি কুকুর বিলুয়া খাইব মু তো জাঁপারিবিনি। তো এ আশা কোণ পাই? শাস্ত্র কিন্তু গোটাଏ কথা কହୁଛି, কিন্তু আচার্যଙ୍କର চিন্তাধারাটা দেখন্তু ଯେଉଁଟାକୁ ନେଇକି ବି ଆମମାନେ ପ୍ରାୟ ସମସ୍ତେ ଗୋଟେ ଚିନ୍ତିତ ଅବସ୍ଥାରେ ଥାନ୍ତି। ତ ଏଇ ଯେଉଁ ସନ୍ତାନଟେ ଆମମାନେ ପାଇଛେ ସେ ସନ୍ତାନ ପୁଅ ହଉ କି ଝିଅ ହଉ ତାକୁ ଭଲ ମଣିଷଟିଏ କରିବା ହେଉଛି ସବୁଠାରୁ ବଡ଼ କାମ। ଏବଂ ଆଜିକାର ସମାଜରେ ସବୁକିଛି ଅଛି, ସବୁକିଛି ଅଛି, କେବଳ ଗୋଟିଏ ଜିନିଷ ନାହିଁ, ଭଲ ମଣିଷ ନାହିଁ। ଆଉ ତାକୁ ଛାଡ଼ିକି ବି ଏ ଦୁନିଆରେ ସବୁକିଛି ମିଳିବ, ଆପଣ ଯାହା ଖୋଜୁନାହାନ୍ତି ସବୁକିଛି ମିଳିବ। ପେଟ୍ରୋଲ ଡିଜେଲ ମହଙ୍ଗା ହେଲେ ଇଭି ଗାଡ଼ି ମିଳିବ, କିନ୍ତୁ ଭଲ ମଣିଷଟି ମିଳିବନି। ତ ଭଲ ମଣିଷ ହେବାକୁ ହେଲେ
ମୋତେ ଯିଏ ଶ୍ରେୟ ତାଙ୍କ ସାଙ୍ଗେ ବି ମୋତେ ଯୁକ୍ତ ହେବାକୁ ପଡ଼ିବ ଏବଂ ତାଙ୍କ ସାଙ୍ଗେ ବି ଯୁକ୍ତ ହେଲେ ତାଙ୍କର ଯେଉଁ ବିଧାନ ସେ ବିଧାନ ମାଫିକ ମୋତେ ଚାଲିବାକୁ ପଡ଼ିବ। ଦୀକ୍ଷା ନେଲେ ହିଁ ତାକୁ ଶିଷ୍ୟ କୁହାଯାଏ ନା, ସ୍କୁଲରେ ଆଡ଼ମିସନ୍ ହେଲେ ହିଁ ତାକୁ ଛାତ୍ର କୁହାଯାଏ ନା। ସେ ଠାକୁର କହୁଛନ୍ତି ଜୀବନର ମାନେ ନୁହେଁ ଜିଁ ଯିବା ଖାଲି, ଜୀବନଟା ବୁଝାଯାଏ ଯିବ ଗଲେ ଚାଲି। ତେଣୁ ହେ ଜୀବନ ଏମିତି ବଞ୍ଚ, ଅଲଗା ବଞ୍ଚ, ମରିଗଲା ପରେ ବଞ୍ଚିବା ଭଳି ବଞ୍ଚ। ଜୀବନର ମାନେ ନୁହେଁ ଜୀବନଟା ଖାଲି, ଜୀବନର ମାନେ ନୁହେଁ ଜନ୍ମ ନେଲି, ପଢ଼ିଲି, ଉଠିଲି, ସ୍କୁଲ ଗଲି, କଲେଜ କଲି, ଚାକିରି କଲି, ବିବାହ କଲି, ଛୁଆ କଲି, ପିତାମାତା ବୃଦ୍ଧ ହେଲେ ତାଙ୍କର ସେବା କଲି, ଘର କଲି, ଗାଡ଼ି କଲି, ଘୋଡ଼ା କଲି, ତାପରେ ମୋ ସନ୍ତାନମାନଙ୍କୁ ପୁଣି ଆଗେଇ ନେଲି, ପୁଣି ମରିଗଲି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ମରୁଛନ୍ତି। କିଏ ମନେ ରଖୁଛି? କିଏ ମନେ ରଖୁଛି? ଠାକୁର କହୁଛନ୍ତି କିନ୍ତୁ ଜୀବନଟାକୁ ଏମିତି ବଞ୍ଚ, ମରିଗଲା ପରେ ବଞ୍ଚିବା ଭଳି ବଞ୍ଚ। ମଲା ପରେ ଯେମିତି ଲୋକ ମନେ ରଖନ୍ତି। ଆଜି କେତେ ଜଣଙ୍କର ଜନ୍ମଦିନ ପାଳନ ହେଉଛି? ମହାତ୍ମା ଗାନ୍ଧୀଙ୍କର ଜନ୍ମଦିନ ପାଳନ ହେଉଛି, ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମଦିନ ପାଳନ ହେଉଛି, ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଜନ୍ମଦିନ ପାଳନ ହେଉଛି। ଯେଉଁମାନଙ୍କର ପାଳନ ହେଉଛି ସେମାନେ କିଛି ଗୋଟେ ଆଚିଭମେଣ୍ଟ କରୁଛନ୍ତି, ଯେଉଁଟାକୁ ମନେ ପକାଇବା ପାଇଁ ଜନ୍ମଦିନ ପାଳନ ହେଉଛି। ଆମ ସମସ୍ତଙ୍କର ଜନ୍ମଦିନ ତ ଆମ ଘରେ ପାଳନ କରୁଛେ, ସିଏ ପୁଣି 10 ବର୍ଷ 12 ବର୍ଷ ମ୍ୟାକ୍ସିମମ୍ 16 ପୂଜା। ତାପରଠୁ ବାପା ମାଙ୍କର ହୁଏତ ବିଶେଷ ମନେ ରହୁନି, ମାଆର ମନେ ରହେ, ଜନ୍ମ କଲା ମା' ଯିଏ ବୋଉ ଯିଏ ତାର ମନେ ରହିବ। ବାକି ଛୁଆ ବି ଭାବେ ଆଉ କ'ଣ ସେ ଜନ୍ମଦିନ ଆଉ କ'ଣ ଅଛି। ତ ଏଇ 16 ବର୍ଷ ଭିତରେ ଜନ୍ମଦିନର ମୋହଟା କିନ୍ତୁ ଚାଲିଯାଏ। ତ ଏଇ ଯେଉଁ ଜୀବନଟା ମୁଁ ପାଇଛି ଭଲ ମଣିଷଟି ହେବା ପାଇଁ ମୋତେ ତାଙ୍କ ସାଙ୍ଗରେ ଯୁକ୍ତ ହେବାକୁ ପଡ଼ିବ। ତାଙ୍କ ସାଙ୍ଗରେ ଯୁକ୍ତ ହେବାକୁ ହେଲେ ତାଙ୍କର ବିଧାନ ମାଫିକ ମୋତେ ଚାଲିବାକୁ ପଡ଼ିବ। ତ ସେ ବିଧାନ ମାଫିକ ଚାଲିବାକୁ ହେଲେ ତାଙ୍କୁ ମୋତେ ପ୍ରେମ କରିବାକୁ ପଡ଼ିବ। ବିନା ପ୍ରେମରେ ନେହି ମିଲେ ନନ୍ଦଲାଲା ଗୋଟେ ଗୀତ ଅଛି, ସେ ଗୀତଟା ମାନେ ମୁଖଡ଼ାଟା ମନେ ପଡ଼ୁନି, ତାର ମାନେଟା କିନ୍ତୁ ହେଉଛି ଏଇଟା ଯେ ବିନା ପ୍ରେମରେ କିନ୍ତୁ କୃଷ୍ଣଙ୍କୁ ପାଇ ହେବନି। ବାକି ଭକ୍ତି କୁହ, ପୂଜା କୁହ, ଅର୍ଚ୍ଚନା କୁହ, ଉପାସନା କୁହ, ଯାହା କିଛି କୁହ ନା କାହିଁକି, କିନ୍ତୁ ବିନା ପ୍ରେମରେ ଶ୍ରୀକୃଷ୍ଣଙ୍କୁ ମାନେ ପ୍ରଭୁଙ୍କୁ କିନ୍ତୁ ପାଇବା ଏତେ ସହଜ ନୁହେଁ। ତ ସେଇ ପ୍ରେମର ଅବତାର ଯେତେବେଳେ ସ୍ୱୟଂ ଆସିଛନ୍ତି, ଜୀବନରେ କେବଳ 2ଟି ଜିନିଷ ନେଇକି ଶ୍ରୀ ଠାକୁର ଆସିଛନ୍ତି, ନାମ ଏବଂ ପ୍ରେମ। ଏବଂ ଠାକୁର କହୁଛନ୍ତି ଲଭ୍ କ୍ୟାନ୍ କଙ୍କର୍ ଦ ହୋଲ୍ ୱାର୍ଲଡ। ପ୍ରେମ ଏ ବ୍ରହ୍ମାଣ୍ଡକୁ ଜିତିପାରେ, ଏ ପ୍ରେମ ଦ୍ୱାରା ଏ ବ୍ରହ୍ମାଣ୍ଡକୁ ଜଣେ ବିଜୟ ହେଇପାରେ। ତ ଏ ପ୍ରେମରେ ଯେତେ ଶକ୍ତି ଅଛି ଠାକୁର କହୁଛନ୍ତି, ଏ ପ୍ରେମରେ ଯେତେ ଅବୈଧ ଶକ୍ତି ଅଛି, ଜଗତରେ ଏଭଳି କୌଣସି ଜିନିଷ ନାହିଁ ଯାହା ପ୍ରେମ ଦ୍ୱାରା ପରିବର୍ତ୍ତନ ହେବ ନାହିଁ। ଏବଂ ସେଟା ଆମମାନେ ଶ୍ରୀ ଠାକୁରଙ୍କର ଦୀର୍ଘ 81 ବର୍ଷର ମହାମାନବ ଜୀବନ ଭିତରେ ଦେଖିଛେ। କେତେ ସାଧୁ ସନ୍ଥ, ଚୋର, ତସ୍କର, ବ୍ରାହ୍ମଣ, ପଣ୍ଡିତ, ଚାଣ୍ଡାଳ ସମସ୍ତେ ଆସୁଛନ୍ତି, ଗୋଟିଏ ମୁହୂର୍ତ୍ତ ପାଇଁ ଆସିକି ବି ସାରା ଜୀବନ କଟେଇ ଦେଇଛନ୍ତି। କେଉଁ ଆକର୍ଷଣରେ, କେଉଁ ଭଲ ପାଇବାରେ, କେଉଁ ପ୍ରେମରେ ସେ ଠାକୁର ତାଙ୍କୁ ବାନ୍ଧି ଦେଇଛନ୍ତି। ତ ସେଇ ପ୍ରେମ ଆମେ ତାଙ୍କୁ କରିବାକୁ ପଡ଼ିବ। ତ ପ୍ରେମ ଯେ ପର୍ଯ୍ୟନ୍ତ ମୋର ନ ହେଇଛି ସେ ପର୍ଯ୍ୟନ୍ତ ବାକି କୌଣସି ଜିନିଷ କିନ୍ତୁ ହେବ ନାହିଁ। ତ ସେ ପ୍ରେମ କରିବାକୁ ହେଲେ ତାଙ୍କ ସାଙ୍ଗରେ ମୋତେ ଯୁକ୍ତ ହେବାକୁ ପଡ଼ିବ, ତାଙ୍କର ବିଧାନ ମୋତେ ମାନିବାକୁ ପଡ଼ିବ। ବର୍ତ୍ତମାନ ଧରନ୍ତୁ ମୁଁ ବାସ୍ତବିକ ଜୀବନକୁ ଆସୁଛନ୍ତି, କାରଣ ଠାକୁର କହୁଛନ୍ତି ଯେଉଁ ବାଦବତ ହୁଅ ନା ବାଦୀ, ଅସଲ କିନ୍ତୁ ଜୀବନବାଦୀ। ଜୀବନଟାକୁ ବାଦ ଦେଇକି ଠାକୁର କିଛି କହିନାହାନ୍ତି। ଏବଂ ଠାକୁରଙ୍କର କୌଣସି ଗୋଟିଏ କଥା ଜୀବନଟା ବାହାରେ ନାହିଁ, କିନ୍ତୁ ଏଭଳି କୌଣସି ଗୋଟେ କଥା ନାହିଁ ଯାହା ବିଜ୍ଞାନ ସମ୍ମତ ନୁହେଁ ଏବଂ ଜୀବନର ବାହାରେ ସେ କଥାଟା, ଯାହା କିଛି ଏଇ ଜୀବନକୁ ନେଇକି। ତ ବର୍ତ୍ତମାନ ଭକ୍ତ ଭାଇ ଏବଂ ପ୍ରିୟଦର୍ଶିନୀ ମା ଏଇ ଯେ ପୁତ୍ର ସନ୍ତାନକୁ ନେଇକି ବି ଏତେ ଖୁସି। ନିର୍ମଳ କହିଲା ଯେ ପ୍ରିୟଦର୍ଶିନୀ ମାଙ୍କର ଇଚ୍ଛା ଯେ ମୋ ପୁଅ ଭଲ ମଣିଷଟେ ହଉ, ଦୀକ୍ଷା ଠାକୁରଙ୍କ ବୁଲି ବୁଲି ଦୀକ୍ଷା ପତ୍ର କାମ କରୁ କି ଦୀକ୍ଷା ଦଉ, ଯାହା ବି କହିଲା ଠାକୁରଙ୍କ ନାମ ଇଏ କରୁ, ଏଇଟା ତ ତାଙ୍କର ଇଚ୍ଛା। କିନ୍ତୁ ପୁଅର ଇଚ୍ଛା କ'ଣ? ପୁଅର ଇଚ୍ଛା ସିଏ ଜାଣିଛନ୍ତି। ପୁଅ ତ ତାର ସ୍ୱାଧୀନ ଚିନ୍ତାଧାରା ନେଇକି ବଞ୍ଚିବ ନା। ପୁଅ କ'ଣ ବାପା ମା ଅନୁଯାୟୀ ଚାଲିବ କି? ଚାଲିବନି। ଈଶ୍ୱର ଏକ ଅଦ୍ୱିତୀୟ, ଆମମାନେ କହୁନା ଈଶ୍ୱର ଏକ ଏବଂ ଅଦ୍ୱିତୀୟ। ଈଶ୍ୱରଙ୍କ ଭଳିଆ ଆଉ ଦୁନିଆରେ ଗୋଟିଏ କେହି ନାହାନ୍ତି, ସେ ଅଦ୍ୱିତୀୟ, ଦ୍ୱିତୀୟ କେହି ନାହାନ୍ତି। ତାର ପ୍ରମାଣ କ'ଣ? ତାର ତ ଗୋଟେ ପ୍ରୁଫ୍ ଦରକାର। ଗୋଟେ କଥା କହିଲେ ତାର ଗୋଟେ ପ୍ରୁଫ୍ ଧରିକି କହିବାକୁ ପଡ଼ିବ। ତାର ପ୍ରମାଣ ହେଉଛି ମୁଁ, ଆପଣେ, ଆମେ ସମସ୍ତେ। ଆମ ଭଳିଆ ଆଉ ଏଠି କେହି ବସିନାହାନ୍ତି। ଏ ବ୍ରହ୍ମାଣ୍ଡରେ 800 କୋଟି ଉର୍ଦ୍ଧ୍ୱ ମଣିଷ ପାଖାପାଖି। କାହାର ମୁହଁର ସାମଞ୍ଜସ୍ୟ କାହା ସାଙ୍ଗରେ କିନ୍ତୁ ମିଶେ ନା, କାହାର କଣ୍ଠସ୍ୱର କାହା ସାଙ୍ଗରେ କିନ୍ତୁ ମିଶେ ନା, କାହାର ଜୀବନର ଚଳନୀ ଅନ୍ୟ କାହା ସାଙ୍ଗରେ ମିଶେ ନା। ଏଇଟାই ହେଉଛି ପ୍ରମାଣ ଯେ ସେ ଈଶ୍ୱର ହେଉଛନ୍ତି ଏକ ଏବଂ ଅଦ୍ୱିତୀୟ। ସିଏ ଯେମିତି ଏକ ଏବଂ ଅଦ୍ୱିତୀୟ ପ୍ରତ୍ୟେକଟି ଜୀବ ସତ୍ତାକୁ ଗଢ଼ିଛନ୍ତି ଏକ ଏବଂ ଅଦ୍ୱିତୀୟ କରିକିରି।
तो जो सन्तानटी सी तो स्वाधीन चिंताधारा नहीं कि आसछि सी ता स्वाधीन चिंताधारा देखिए चलो चलो कौ पर्यंत मैक्सिमम टू मैक्सिमम 12 वर्ष जाए 12 वर्ष जाए शिशु पितामाता कंट्रोल में बहे ठाकुर कहते 12 वर्ष में शिशु मेधा नाड़ी खोले ठाकुर कहते 12 वर्ष में शिशु मेधा नाड़ी खोली जाए से 12 वर्ष में दीक्षा दबार आम मान प्रणाली अच्छी तो 12 वर्ष पर किंतु पितामाता आयत को शिशु बाहरी जाए तापर तो से जो पितामाता आयत में रहीकि भी प्रियदर्शिनी माँ एवं भक्त भाई जो इच्छा ताकू परिपूर्ण करने जो आयोजन एत खाइबा पीवा एत सुंदर सजासजी एत सुंदर सत्संग सेटा कौन व्यर्थ जीव सेटा मु प्रार्थना कले परिपूर्ण हेनी कि निर्मल कीर्तन करके भी उदंड कीर्तन कले भी परिपूर्ण हो पारबनी सेटा परिपूर्ण हम भक्त भाई एवं प्रियदर्शिनी माँ को डिपेंड कर छुआटा केमिति हम सी डिसाइड करेंगे अन्न कहीं कर तो से ठाकुर सहज भाव कहते 5 ରୁ 10 वर्ष हूँ गोटे शिशुर जीवनटा को सारा जीवनटा को परिचालित करने सर्वश्रेष्ठ वर्ष हूँ 5 ରୁ 10 5 ରୁ 10 गोटे शिशु को तुम्हें जहाँ शिखेब 60 70 80 90 जी वर्ष जाए बंचू से गुड़ाक ही परिपालन कविका चलो तो बर्तमान कथा हूँ नीतिदिनिया कथा भक्त भाई घरे जदि नियमित प्रार्थना 2 बेला न हुए सम्मान्य भिकारी भाई 2 बेला जदि पुओ बहु प्रणाम न करती ताले छुआ देखिकी भी शिखब कौन इष्टभूति उभय स्वामी स्त्री कौथे मुझे जानी मातृगर्भ थी बहु माँ मैंने पिलापाई सब इष्टभूति करती एवं से इष्टभूति को प्रेरण करती जदि प्रियदर्शिनी माँ कहे ताले भल कथा तो बर्तमान ये जो पिला ना इष्टभूति हम परम पूज्यबा से आचार्य देव यहाँ जड़े दैनिक दंपति को कही मुझे शुणी जे इष्टभूति कलापर से माटी कहूँ मो दादा मो पिला ना इष्टभूति कहूँ आउ कौन धरई देवी आचार्य देव हसी कहते वो तो तो भी छेले से तो तो भी छुआ कहीकि मुंडे भी टे लगेदेबू ना हाथ भी टे छुईदेबू ये छुआटा चलो अप टू 5 वर्ष जाए 5 वर्ष पर पाखे बसईकि भी तू इष्टभूति करेबू इष्टभूति मंत्र शिखेबू जीव जगत जीवन यहाँ शिखेबू एवं 2 बेला स्वामी स्त्री जदि घर गुरुजन को प्रणाम करती ताहले तो भानु प्रताप शिखब ना जे प्रणामटा कौन एवं कहीं कराए आचार्य देव कहते छुआ बारंबार बहु कथा पितामाता को गुरुजन को प्रश्न करे बहु कथा गोटे पिलार जिते क्वेश्चन कारण तार ये क्वेश्चन करे रिसीविंग कैपेसिटी गोटे छुआर जिते आल्बर्ट आइनस्टाइन को से नुहे एत रिसीविंग कैपेसिटी गोटे छुआर एवं से 10 वर्ष जाए बारंबार आचार्य देव कहते माने गोटे छुआ प्रश्न पचारे किंतु से प्रश्न में बारंबार कौन हुए पितामाता मैंने विभक्त हो जाती किसी समय पर है केते गजब गजब हो केते कथा पचारू आचार्य देव किंतु कहते यहाँ करिया ठीक नुहे जहाँ भी किसी पचारू तार उत्तर धैर्य सहकार दबा दरकार तार जानवर जो जिज्ञासु भावटा तार जानवर जो इच्छा शक्तिटा जदि मुझे बंद कर दिए ना आउ थे जब पचार देखू से स्टप हो जाए छुआ आउ जाना चाहे ना यहाँ हूँ छोट छोट जिनस एवं बाकी है सत्संग आज दीक्षापत्र कार्यक्रम में 10,000 ऊर्ध युवक युवती परम पूज्यबा श्री अरविंद दादा नेतृत्व में ये सारा भारत वर्ष बहिर्भारत में बुलूँ 2022 कोरोना पूर्व को पलैले एम आपने देखी दीक्षापत्र कार्यक्रम ना किए शुणी जदिओ दीक्षापत्र कार्यक्रम ठाकुर समय था दीक्षापत्र कार्यक्रम गोटे नुआ नुहे से नाटा आम मान नुआ किंतु यहाँ से ठाकुर समय भी था मुझे साड़ को जाऊनी तो ये जो पिला माने आसिले प्राय किंतु देखा जाए साधारण सत्संगी घर पिला विशेष कई कर्मी छुआ कि गोटे आग धाड़ी सत्संगी पिला नुहे तो यहीटा भूल हुए आम मान करूँ कौन जे छुआटा है जो आशा थाए जोटा श्रद्धेय निर्मल कहला केबे माने आम भक्त भाई चाहिए जो डीजे अच्छी कि लाइट साउंड जो सिस्टम केबे से चाहिए पुओ से जिनटा कंटिन्यू करू बोली मुझे तो अंत पक्षे कह केबे चाहिए केबे से चाहिए सी चाहिए पिलाटा उच्च शिक्षित हो भल चाकरी टे करू भल जगह पोस्टिंग हो यहाँ प्रति पितामाता इच्छा जदि यहाँ इच्छा न करते वार्धक्य अवस्था माने एकदम संकटापन्न हो पड़ो तो यहाँ इच्छा करवा उचित ये कौन भूल नुहे आचार्य तो ये कथाटा कहते किंतु जदि उपयुक्त मनुष्यटा न हुए ताले भल डाक्तर भल इंजीनियर भल चार्टार्ड किंबा भल व्यवसायी हो जेकोसी क्षेत्र में जहाँ कि भल हो जदि भल न हुए
ତାହେଲେ ସେ ପିତାମାତାଙ୍କୁ ସେବା କେତେ ଦିନ କରିବ, ତାଙ୍କ ଇଚ୍ଛାଟାକୁ କେତେ ଦିନ ପୂର୍ଣ୍ଣ କରିବ? ଆଜି କେତେଟା ଡାକ୍ତରଙ୍କ ପାଖରେ, କେତେଟା ଇଞ୍ଜିନିୟରଙ୍କ ପାଖରେ ତାଙ୍କର ବୃଦ୍ଧ ପିତାମାତା ରହୁଛନ୍ତି, ଆମମାନେ ଭଲ କି ବି ଜାଣୁଛି। ଆମମାନେ ଭଲ କି ବି ଜାଣୁଛେ ଜଗତର ଅବସ୍ଥାଟା କ'ଣ। ତା କାରଣ ହେଉଛି ପୋଥିଗତ ବିଦ୍ୟାରେ ହୁଏତ ବହୁତ ଆଗେଇ ଗଲା ପିଲାଟି, କିନ୍ତୁ ଯେଉଁଟା ହେବା କଥା, ଯେଉଁ ଭଲ ପୁଅଟିଏ ହେବା କଥା, ଭଲ ପୁତ୍ରଟିଏ ହେବା କଥା, ଭଲ ପିତାଟିଏ ହେବା କଥା, ଭଲ ସ୍ୱାମୀଟିଏ ହେବା କଥା, ସେଇଟା ଜଣେ ହେଇପାରିଲା ନାହିଁ। କି ଭଲ ଝିଅଟିଏ ହେବା କଥା, ଭଲ ସ୍ତ୍ରୀଟିଏ ହେବା କଥା, ଭଲ ମାଆଟିଏ ହେବା କଥା, ସେଇଟା ସିଏ ହେଇପାରିଲାନି। ହୁଏତ ତଥାକଥିତ ଭାବେ ବହୁ ଉଚ୍ଚକୁ ଚାଲିଗଲା, କିନ୍ତୁ ଯେଉଁଟା ତା ପିତାମାତାଙ୍କର ଆଶା ଥିଲା ସେଇଟା ସେ ପରିପୂରଣ କରିପାରିଲେନି। ତା କାରଣ ହେଉଛନ୍ତି ସେଇ ପିତାମାତା। ତ ବର୍ତ୍ତମାନ ସତ୍ସଙ୍ଗକୁ ନେଇକି ବି ବହୁ ଜାଗାରେ ଆମ ଘରେ, ଆମ ଭୁବନେଶ୍ୱର ଘର ପାଖରେ ଜଣେ ଜୈନିକ ଭାଇ ଏବଂ ମା ଅଛନ୍ତି। ସେ ପ୍ରାୟ ସମୟ ସତ୍ସଙ୍ଗ ଯାଆନ୍ତି। ତାଙ୍କର ପୁଅ ଏବଂ ଝିଅଟାକୁ ବୟସ 16 ବର୍ଷ, ତା ନାଁ ଦୀପିକା। ପୁଅଟା ବୟସ 12 ବର୍ଷ, ତା ନାଁ ଦୀପକ। ମୁଁ ପ୍ରାୟ ସମୟ ତାଙ୍କୁ ସତ୍ସଙ୍ଗରେ ଦେଖେ ନା। ମୁଁ ଯେତେବେଳେ ପଚାରେ ଯେ ପବିତ୍ର ଭାଇ ଆଉ ପୁଅ ଝିଅ ସିଏ କ'ଣ ଆସୁଛନ୍ତି କି? ହେ ପଢ଼ାରେ ବ୍ୟସ୍ତ, ତାର 9th କ୍ଲାସ୍, ତ ସେ ଆଉ ତା 10th, ସେଥିପାଇଁ ଏବେଠୁ ତାର ପ୍ରେସର। ମୁଁ କହିଲି ଆଉ ଝିଅ? ନା ସେ ନବୋଦୟରେ ଆଡ଼ମିସନ୍ କରିବ, ତ ସେ ସେଥିପାଇଁ ପ୍ରିପେୟାର। ଏଇଟା ମୋ ଆଖି ଦେଖା କଥା କହୁଛି, ମୁଁ କେଉଁଠୁ ଶୁଣିନି। ପୁଅ ଏଥରକ କରିଛି କ'ଣ? ମାଟ୍ରିକ ରେଜଲ୍ଟ ବାହାରିଲା। ମାଟ୍ରିକ ରେଜଲ୍ଟରେ ଯେଉଁ ଆଶା କରିଥିଲେ ବାପା ମା ଏବଂ ସେ ପୁଅ, ସେତିକି ପାଇଲାନି। 3 ଦିନ ପରେ ସୁଇସାଇଡ୍ କରିକି ମଲା। ମୋ ଘର ପାଖରେ, ମୁଁ ଆଖି ଦେଖା କଥା କହୁଛି, କେଉଁ ପେପରରେ ପଢ଼ିନି କି ନ୍ୟୁଜ୍ ମୁଁ ଦେଖିନି। ବୋଉ ଆଜି ବର୍ତ୍ତମାନ କାନ୍ଦୁଛନ୍ତି। ଏ ଅବସ୍ଥା ହେବା ପାଇଁ ଗଲା କ'ଣ ପାଇଁ? ଏ ଅବସ୍ଥାଟା ହେବା ପାଇଁ ଗଲା କ'ଣ ପାଇଁ? ଏଇଟା ତ ତାଙ୍କର ଇଚ୍ଛା ନଥିଲା। ଆମମାନେ ସେଇ ଭୁଲ କରୁ। ଛୁଆଙ୍କୁ ନେଇକି ବି ପ୍ରାୟ ସତ୍ସଙ୍ଗ ଯାଉନା। ଟିକିଏ ବଡ଼ ହେଇଗଲେ, ଦ୍ୱିତୀୟ ତୃତୀୟ ହେଇଗଲେ, ପାଠର ପ୍ରେସର ଏମିତି ଦେଇ ଚାଲୁ ଯେ ଭାବେ, ସେ ଛୁଆ ଯେମିତି ଭାବେ ଏଇଟା ଯଦି ନ କରିବି ନା ତାହେଲେ ଜୀବନରେ ମୋ କୌଣସି ଆଚିଭମେଣ୍ଟ ନାହିଁ। କିନ୍ତୁ ଲକ୍ଷ୍ୟ କ'ଣ ଥିଲା? ଭଲ ମଣିଷଟିଏ କରିବା। ଯଦି ଭଲ ମଣିଷଟିଏ ତାହେଲେ ହେଇଗଲା, ତାହେଲେ ସେ ଜୀବନରେ ସେ ଯାହା ବି କରିବ, ଅନ୍ତତଃ ମୋତେ ପିତାମାତାଙ୍କୁ ତ ଛାଡ଼ିକି ବି କୁଆଡ଼େ ଯିବନି। ବାକି ଯଦି ଭଲ ମଣିଷ ନ ହେଇକି ବି ଆଉ ଯାହା କିଛି ହେଲା, ଯଦି ପିତାମାତାଙ୍କୁ ଛାଡ଼ି ଦେଇଗଲା, ତାହେଲେ ଏ ପୁଅ ପାଇଁ ସତ୍ସଙ୍ଗ, ଏ 16 ପୂଜା କରିକି ବି ଲାଭଟା କ'ଣ ହେଲା? এইটা হচ্ছে কিন্তু বিধান। এসব জিনিস গুড়া কহিলি এবং এই বিধান গুড়াক আমମାନଙ୍କୁ মানিବାକୁ পড়িব। পিলা আচার্যদেব কହୁଛନ୍ତି গোটে ছুয়া যেতବେଳେ ଈଶ୍ୱରଙ୍କୁ ଦୟାରୁ ହେଇଛି, ତା ଜୀବନରେ ସେ କିଛି ନା କିଛି କରିଯିବ, କିଛି ନା କିଛି ସେ କରିଯିବ। ଅନ୍ତତଃ ପକ୍ଷେ ଯଦି ମୋଚି କାମ ବି ଶିଖେ, ତାର ପେଟ ଅପୋଷା ବହିବନି। କିନ୍ତୁ ଯଦି ବଡ଼ କିଛି ପୋଷ୍ଟକୁ ଯାଇକି ବି ଅମଣିଷ ହେଇଗଲା ନା, ତାହେଲେ ତ ଜୀବନ ସରିଗଲା, ତାହେଲେ ସେ ଜୀବନଟା ବ୍ୟର୍ଥ ହେଇଗଲା। তো এইটাକୁ ମୋତେ ଜଗିବାକୁ ପଡ଼ିବ। ଏଇ ଯେ ଜନ୍ମ ନେଇକି ବି ମୁଁ ଆଜି ଏତେ ଖୁସି, ଏ ଜନ୍ମ ନେଇକି ବି ମୁଁ ଏତେ ଆନନ୍ଦିତ, এইটা ମୋତେ ମୋ ଛୁଆଟାକୁ ମଣିଷ କରିବାକୁ ହେଲେ ଏଇ ଜିନିଷଟା କରିବାକୁ ପଡ଼ିବ। ବାକି ଛୁଆ ବହୁ ସମୟ ପ୍ରଶ୍ନ କରେ, ଆଚାର୍ଯ୍ୟଦେବ କହୁଛନ୍ତି, ଯେଉଁମାନେ ଆମମାନେ ସ୍ୱସ୍ଥ ହେଇନି ନେଇଛେ, ବହୁ ପିତାମାତା ଦେଖିବେ ସ୍ୱସ୍ଥ ହେଇନି, କିନ୍ତୁ ପିଲାମାନେ ସ୍ୱସ୍ଥ ହେଇନି ନେଇନଥାନ୍ତି। ତା କାରଣ ବାହାରେ ହଷ୍ଟେଲରେ ରହୁଛି, ସେ ଅସୁବିଧା ହେବ, ଖାଇବ କ'ଣ? ମାନେ ଭଲ ପାଇବାର ଟାଣଟା ଠାକୁରଙ୍କ ପ୍ରତି କେତେ କମ୍ ଯେ ମୁଁ ଖାଇବାଟାକୁ ଗୁରୁତ୍ୱ ଦେଇକି ବି ତାର ଜୀବନଟାକୁ ମୁଁ ଛୋଟ କରିଦେଲି। ଛୁଆ ମୁଣ୍ଡରେ ପଶିଗଲା ଯେ ବାହାରେ ରହିଲେ ମୋତେ ଯେତେନ ପ୍ରକାର ଖାଇବାର ଅସୁବିଧା ହେବ, ମାନେ ସ୍ୱସ୍ଥ ନେବାଟା ଉଚିତ ନୁହେଁ। ତ ସେଥିପାଇଁ ଯେତେବେଳେ ବଢ଼ି ଚାଲେ, ପାଟିର ସ୍ୱାଦଟା ବଢ଼ି ଚାଲେ ଏବଂ ଯେତେବେଳେ ଜୀବନଟା ଗୋଟେ ପୂର୍ଣ୍ଣାଙ୍ଗ ରୂପ ନିଏ, ସେତେବେଳେ କିନ୍ତୁ ଆଉ ବାବୁ ସ୍ୱସ୍ଥ ନେବା ପାଇଁ ନାରାଜ। ସେତେବେଳେ ଯେତେବେଳେ ଘରେ ବାପା କହନ୍ତି, ବୋହୂ ଆସେ, ଅଲଗା ମୋ ପୁଅ ବୋହୂ ଅଲଗା କରୁଛନ୍ତି, ମୁଁ ତ ମା ମୋ ପାଇଁ ଅଲଗା କରୁଛନ୍ତି। ଏ ଜିନିଷ ହୁଏ, କାହିଁକି ହୁଏ? ଆକୁ କରିଛି ମୁଁ, ଏବେ ଭୋଗିବି ମୁଁ, ଏଇଟା ମୋତେ ହିଁ ଭୋଗିବାକୁ ପଡ଼ିବ। ତ ଏଇ ଯେଉଁ ସ୍ୱସ୍ଥ ହେଇନିବ କଥା, ଆଚାର୍ଯ୍ୟଦେବ ବର୍ତ୍ତମାନ ପୂଜ୍ୟପାଦ ଅବିନ୍ଦା କ'ଣ କରୁଛନ୍ତି? ଦୀକ୍ଷା ସାଙ୍ଗରେ ସ୍ୱସ୍ଥ ହେଇନି, ବାଧ୍ୟ ନୁହେଁ, ବାଧ୍ୟତାମୂଳକ ନୁହେଁ, ସେ କିନ୍ତୁ କହୁଛନ୍ତି। କାରଣ ସ୍ୱସ୍ଥହୀନଟା ହେଉଛି ଦୀକ୍ଷାର ଗୋଟେ ମୁଖ୍ୟ ଅଂଶ। ବିନା ସ୍ୱସ୍ଥ ହେଇନିବେ ଠାକୁର ତ 5 ନୀତି ଦେଲେ, ମୁଁ 3ଟା ନୀତି ଯଜନ ଯାଜନ ଇଷ୍ଟୁପ୍ତି ଚିନ୍ତନ ପ୍ରକାର କରିଦେଲି, ବାକି 2ଟା ମୁଁ ମାନିବିନି। ଏମିତି କ'ଣ ହେବ? ଘରର 4ଟା ପିଲା ଦରକାର, 3ଟା ପିଲା ଦେଇକି ଢେବା ଦେବି, ଏମିତି ହେବନି। ତ ଏଇ ସ୍ୱସ୍ଥହୀନଟା ହେଉଛି ସବୁଠୁ ବଡ଼ କଥା। ତ ଏଇ ସ୍ୱସ୍ଥହୀନଟା ଛୋଟ ବେଳୁ ନେବାକୁ ହୁଏ। ଏବଂ ବାକି ଯେଉଁ ଜିନିଷ କହିଲି, 2 ବେଳା ପ୍ରାର୍ଥନା। ପିଲା ହୁଏତ ପଚାରେ ଯେ ବାପା ଏଇ ଯେଉଁ ମାଛ ମାଂସ ତୁମେ ଖାଉନା କାହିଁକି? ପରମ ପୂଜ୍ୟପାଦ ଶ୍ରୀ ବର୍ଦ୍ଧାଙ୍କ ଜୀବନର କଥା ଆଚାର୍ଯ୍ୟଦେବ କହୁଛନ୍ତି। ଆଚାର୍ଯ୍ୟଦେବ ପଚାରୁଛନ୍ତି, ଆମର ଯେଉଁ ଶିବାନନ୍ଦ ପ୍ରସାଦ ବାଜୁଦା ଯେ ଆଷ୍ଟାନ ସେକ୍ରେଟାରୀ, ତାଙ୍କର ବାପା ରାମନନ୍ଦନ ପ୍ରସାଦ,
ତାଙ୍କୁ ଶିଶି ବର୍ଦ୍ଧା ପଚାରୁଛନ୍ତି, ଆଚ୍ଛା ରାମନନ୍ଦନ ତୁ ସ୍ୱସ୍ଥ ନେଇକି ବି ମାଛ ମାଂସ ପିଆଜ ରସୁଣ ଛାଡ଼ିଲୁ କାହିଁକି? ରାମନନ୍ଦନ ତ ବଡ଼ ଟିଚର, ଜଣେ ହାଇସ୍କୁଲ ଟିଚର, ସିଏ ଆରମ୍ଭ କଲେ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଜୁଲୋଜି ଅମକ ସମକ ମାନେ ସାଇଣ୍ଟିଫିକାଲି ବି ଆକ୍ସନ୍ ହେବ, ହେବ ତା ହେବ, ପିଆଜ ସାଙ୍ଗେ ଦହି ଖାଇଲେ ହେବ, ଠାକୁରଙ୍କୁ ଗୁଡ଼ାଏ ବୁଝେଇଲେ। ଶିଶି ବର୍ଦ୍ଧା କହୁଛନ୍ତି ମୋତେ ଯଦି ତୁ ପଚାରିବୁ ମୁଁ ତାହେଲେ କ'ଣ ଉତ୍ତର ଦେବି କହୁନୁ? ରାମନନ୍ଦା ପଚାରୁଛନ୍ତି କ'ଣ ଶିଶି ବର୍ଦ୍ଧା? ନା ମୁଁ ଠାକୁରଙ୍କୁ ଭଲ ପାଉଛି ବୋଲି ଖାଉନି, ମୋ ଠାକୁରଙ୍କୁ ଯେଉଁଟା ପସନ୍ଦ ନୁହଁ ମୁଁ ସେଇଟା ଖାଇବିନି। ଏତେ ସହଜ ଭାବେ ଉତ୍ତର ଦେଇପାରୁନୁ, ଏତେ ଜିନିଷ ବୁଝାଉଛୁ। ଆମମାନେ ଏଇ ସହଜ ଭାବେ ହିଁ ଜିନିଷ ଗୁଡ଼ାକ କହିପାରୁନା। ଛୁଆଟା ପଚାରିଲେ ଏତେ ସହଜ ଭାବେ କହିପାରୁନା, ନାଇଁ ବାବା ମୁଁ ଠାକୁର ଯେଉଁଟା ଭଲ ପାଆନ୍ତିନି ସେଇଟା ଆମେ ଖାଇଆନି। ଏବଂ ପବନ ପୂଜିବା ଶିଶି ଆଚାର୍ଯ୍ୟ ଦେବ କହୁଛନ୍ତି ସନ୍ତାନ ଏଇଟା ବିଶେଷ ଭାବେ ଗୋଟେ ମା ମାନଙ୍କ ପାଇଁ, ଯେଉଁଟାକି ପ୍ରାୟ ମା ମାନେ ଜାଣିଥିବେ, କହିବା ବାହୁଲ୍ୟ ହେବ। ଯେଉଁ ଦିନ ଗୋଟେ ନାରୀ ସ୍ୱାମୀଠୁ ସନ୍ତାନକୁ ବେଶୀ ଗୁରୁତ୍ୱ ଦେଲା, ସେଦିନ ତା ସନ୍ତାନ ନର୍କଗାମୀ ହବାଟା ଥୟ। ଏଇଟା ଠାକୁର କହୁଛନ୍ତି। ଯାହାଠୁ ମୁଁ ତାକୁ ପାଇଲି ମୁଁ ତାକୁ ଗୋଡ଼ରେ ଆଡ଼େଇକି ଆକୁ ଯଦି ନିଜକୁ କରିବାକୁ ଯାଉଛି ତାହେଲେ ପ୍ରକୃତି ତ ତା କାମ କରିବ ହିଁ କରିବ। ଏଇଟା ପ୍ରାୟ ଦେଖାଯାଏ। ତ ଆଚାର୍ଯ୍ୟ ଦେବ କହୁଛନ୍ତି ଛୁଆ ଯେତେବେଳେ ସ୍କୁଲରୁ ଫେରେ ନା, ମା କହିକି ଯେତେବେଳେ ମୋତେ ଖାଇବାକୁ ଦେ, ଏବଂ ସମାନ ସମୟରେ ଯଦି ସ୍ୱାମୀ କହେ ମୋତେ ଟିକେ ଚା ଦିଅ, ନା ତୁମ ଆଖିକୁ ଦେଖାଉନି ଛୁଆଟା ଖାଇବାକୁ ମାଗୁଛି, ଏଇ ପଦକ କଥା, ଏଇ ପଦେ ପଦେ କଥା ଆମେ ଭାବୁଛେ କ'ଣ ହେଉଛି ଆ ଭିତରେ, ଛୋଟ ଛୋଟ କଥା ଭିତରେ କ'ଣ ହେଉଛି। ମୁଁ କହିଲି ନା 12 ବର୍ଷ ଭିତରେ ସବୁ ଷ୍ଟୋର ହେଉଛି। ଏ ଯେଉଁ କେତେ ଜିବିର ସବୁ ଡାଟା ଫାଟା ହାର୍ଡ଼ୱେର ନୁହଁ, ତାଠୁ 1000 ଗୁଣରେ ଏଇଟା ହେଉଛି। ଏଥିରେ ସବୁ ଷ୍ଟୋର ହେଇକି ରହୁଛି। ଆମ ରିଆକ୍ସନ୍ ସବୁ ବାହାରିବ 12 ବର୍ଷ ପରେ। ଫାଲ୍ଟା ଜବାବ ଦେବା ଆଚାର୍ଯ୍ୟ ଦେବ କହୁଛନ୍ତି ଛୁଆ ଶିଖେ ବାପା ମାଆକୁ ଦିଏ, ନହେଲେ ମା ବାପାକୁ ଦିଏ, ଓଲଟେଇକି ବି ଜବାବଟା ଦେବା। ଏଇଟା ଛୁଆ କେଉଁଠୁ ଶିଖିଲା? ଛୁଆକୁ ଯାହା ଶିଖେଇବ ସେ ସେଇଟା ଶିଖେଇବ। ଏଇଟା ସେ ଶିଖିଲା ଏଉଠୁ। ଏଇ ଯେଉଁ ଘରର ଚଳନୀ, ବିଦ୍ୟାଳୟରେ ଯେତେ ଯାହା ଶିକ୍ଷା, ଠାକୁର ଯେଉଁ କହୁଛନ୍ତି ବାଣୀଟା ଅଛି, ଯାହା କିଛି ଶିକ୍ଷା ନ କାହିଁକି ଘରର ଶିକ୍ଷାଟା ଯେଉଁଟା ହେଉଛି ମୁଖ୍ୟ, ଏଇଟା ଏଇ ବାପା ମାଆଙ୍କଠୁ ହିଁ ମୋତେ ଶିଖିବାକୁ ପଡ଼ିବ, ଗୋଟେ ଛୁଆକୁ ଶିଖିବାକୁ ପଡ଼ିବ। ଏବଂ ବାପା ମା ଯଦି ସେତିକି ଯତ୍ନଶୀଳ ନ ହେବେ, ସେତିକି ଟିକିଏ ଯଦି ସାମାନ୍ୟ କିଛି ଭୁଲ କରନ୍ତି, ତାହେଲେ ଛୁଆର ଜୀବନ ଉପରେ କିନ୍ତୁ ଇଫେକ୍ଟ ପକାଇବ। ବାକି ପ୍ରତିବର୍ଷ ସତ୍ସଙ୍ଗ ଚାଲୁ, ଭଲ କଥା। ପ୍ରତିବର୍ଷ ଅଷ୍ଟମ ପ୍ରହରୀ ଚତୁର୍ଥ ପ୍ରହରୀ ମେଳା ଚାଲୁ, ଭଲ କଥା। ପ୍ରତିବର୍ଷ ନାମଯଜ୍ଞ ଚାଲୁ, ଭଲ କଥା। କିନ୍ତୁ ବିଧାନକୁ ବାଦ ଦେଇକି ବି ଯାହା କିଛି କଲେ ବି ସେଥିରେ ବିଶେଷ କିଛି ଫଳ ହୁଏ ନା। ତ ସତ୍ସଙ୍ଗଟା କରାଯାଏ ଏଇଥିପାଇଁ, ଆତ୍ମବିଶ୍ଳେଷଣ ପାଇଁ, ଆଉ ସତ୍ସଙ୍ଗ ବି କିଛି ନାହିଁ। ମୁଁ ଅଧିକା କିଛି ଜାଣିନି ଯେଉଁଟା ଆପଣମାନଙ୍କୁ କହିଦେଲି, ଏବଂ ଆପଣମାନେ କମ୍ କିଛି ଜାଣିନାହାନ୍ତି ଯେଉଁଟାକି ଆପଣମାନଙ୍କଠୁ ମୋର ଶୁଣିବାକୁ ନାହିଁ। ଆମେ ସମସ୍ତେ ଜାଣିଛେ। ଯାହା କିଛି କହିଲି ଠାକୁରଙ୍କ କଥା କହିଲି, ମୋର ବାହାଦୁରୀ ଯିବ ଏଥିରେ। ଠାକୁରଙ୍କ କଥା ଗୁଡ଼ାକ ହୁଏତ ପଢ଼ିଛି, କେଉଁଠି ଶୁଣିଛି, ସେଥିପାଇଁ ଆପଣମାନଙ୍କ ଆଗରେ କହିଲି। ତ ଏଇ ସତ୍ସଙ୍ଗ ହେଉଛି ଆତ୍ମବିଶ୍ଳେଷଣ। ସତ୍ସଙ୍ଗ ଆସିକି ବି ଯଦି ଏକାନବେ ପୁରେଇକି ସେକାନବେ ମୁଁ ବାହାରିଯାଏ, ସତ୍ସଙ୍ଗ ବି ଯଦି ମୁଁ ଆତ୍ମସମୀକ୍ଷା ନ କରେ, ସତ୍ସଙ୍ଗ ବି ଯଦି ଆସିକି ବି ମୁଁ ଆତ୍ମବିଶ୍ଳେଷଣ ନ କରେ, ଏବଂ ଏଇ ସତ୍ସଙ୍ଗକୁ ଆସିବା ମାନେ ହିଁ ତାଙ୍କ ସାଙ୍ଗରେ ଦିନକୁ ଦିନ ଯୁକ୍ତ ହେଇକା ଯିବ। ସେ ଯୁକ୍ତ ହେବା ଦ୍ୱାରା ମୁଁ ସେଇ ପ୍ରଥମକୁ ଯାଉଛି। ଯେପର୍ଯ୍ୟନ୍ତ କିନ୍ତୁ ପ୍ରେମ ନ ହେଇଛି, ସେ ପର୍ଯ୍ୟନ୍ତ କିନ୍ତୁ ଏସବୁ ଜିନିଷ ଗୁଡ଼ାକ ଅଙ୍ଗେ ଅଙ୍ଗେ ପାଳନ କରିବା କଷ୍ଟ। ତ ସେ ପ୍ରେମ କରିବାକୁ ହେଲେ ସର୍ବଶେଷରେ ଗୋଟିଏ କଥା କହିବି, ପ୍ରେମର ଜୀବନ୍ତ ବିଗ୍ରହ ଯିଏ, ଜୀବନ୍ତ ରୂପ ଯିଏ, ଯାହାଙ୍କ ଭିତରେ ସେ ଠାକୁର ଜୀବନ୍ତ, ସେ ଠାକୁର ତ ଆଜି ଦୀର୍ଘ 81 ବର୍ଷ ମହାମାନବ ଜୀବନ କରିକି ବି ଇଏ ଧାମକୁ ବିଦାୟ ନେଇଛନ୍ତି। ତାପରେ ପବନ ପୂଜିବା ଶିଶି ବର୍ଦ୍ଧା, ପବନ ପୂଜିବା ଶିଶି ଦାଦା, ପବନ ପୂଜିବା ଶିଶି ଆଚାର୍ଯ୍ୟ ଦେବ, ପବନ ପୂଜିବା ଶିଶି ଅବିନ୍ଦାଲା। ଏଇ ଯେଉଁ ଭିତର ଦେଇକି ପଞ୍ଚପୁରୁଷ 4 ପୁରୁଷ ଦେଇକି ଯେଉଁ ଲୀଳା ଚାଲିଛି, ଆଚାର୍ଯ୍ୟ ଦେବଙ୍କ ସାଙ୍ଗରେ ମୁଁ ଯେତେ ଯୁକ୍ତ ହେଇକି ରହିବି, ତାଙ୍କ କଥାରେ ମୁଁ ଯେତେ ନିଜକୁ ମଜେଇ ଦେବି, ସେତେ ମୋର ଭଲ ପାଇବାଟା ତାଙ୍କ ପ୍ରତି ବଢ଼ି ବଢ଼ିକା ଯିବ। କାରଣ ବ୍ରହ୍ମାଣ୍ଡରେ ଏକମାତ୍ର ସିଏ ଯିଏ ଠାକୁରଙ୍କ ଛଡ଼ା ଆଉ ଦ୍ୱିତୀୟ କୌଣସି କଥା କୁହନ୍ତିନି। ଏବଂ ତାଙ୍କୁ ପଛ କରିକି ବି ଆଉ ମୁଁ ମୋ ଖିଆଲ ମାପିକି ସତ୍ସଙ୍ଗରେ ଯେତେ ଆଗେଇକି ଚାଲେ ନା କାହିଁକି, ସେଟା କିନ୍ତୁ ବିଶେଷ କିଛି ଫଳପ୍ରଦ ହେବନି। ତ ସେଥିପାଇଁ ମୋତେ ତାଙ୍କୁ ପ୍ରେମ କରିବାକୁ ପଡ଼ିବ। ଏବଂ ଯେଉଁଦିନ ପ୍ରେମ ହେବ, ସେଦିନ ଦେଖିବେ ଛୁଆ ଛାଁ ଇଷ୍ଟବୃତ୍ତି କରୁଥିବ, ଛୁଆ ଛାଁ ଉଠିକି ବି ସକାଳୁ ପ୍ରାର୍ଥନା କରିବାକୁ ପଡ଼ୁଥିବ। ଉଠେଇବାକୁ ପଡ଼ିବନି ବାବୁବେ ଉଠୁ, କି ସନ୍ଧ୍ୟାବେଳେ କହିବାକୁ ପଡ଼ିବନି ବାବୁବେ ପଳେଇ ଆସେ ନ ଖେଳିକି ପ୍ରାର୍ଥନା କରିବାକୁ ପଡ଼ିବନି। ତ ମୋର ପ୍ରେମ ଯଦି ସେମିତି ହେବ, ତାହେଲେ ତାର ଇଫେକ୍ଟ ଛୁଆ ଉପରେ ପଡ଼ିବ। ଏବଂ ଆଜିର ଦିନରେ ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି, ଭକ୍ତ ଭାଇ ପ୍ରିୟଦର୍ଶିନୀ ମାଙ୍କର ଛୁଆଟି ଠିକ୍ ସେମିତି ହେଇ ଉଠୁ। ଭକ୍ତ ଭାଇ ଏଇ ଯେଉଁ ବିଶାଳ ଆୟୋଜନ କରିକି ସତ୍ସଙ୍ଗ କରୁଛନ୍ତି, ଇଏ କିଛି ଛୋଟିଆ ଖର୍ଚ୍ଚ ହେଇନି, ମୁଁ ଭାବୁଛି ଗୁଡ଼ାଏ ଖର୍ଚ୍ଚ ହେଇଥିବ।
ତ ଏମିତି ତାଙ୍କ ପୁଅ ଏମିତି ଠାକୁରଙ୍କୁ ଧରିକି ଏମିତି ହଉ, ଠାକୁରଙ୍କ ମନ ଲାଖି ମଣିଷଟେ ହଉ। ତ ବିଶେଷ ଭାବେ ସେ ଭକ୍ତ ଭାଇ ପ୍ରିୟଦର୍ଶିନୀ ମାଙ୍କୁ ଅନୁରୋଧ କରିବି, ସେ ଠାକୁରଙ୍କ ଜୀବନ ଏବେ ଧରି ଚାଲନ୍ତୁ, ଆଚାର୍ଯ୍ୟ ଦେବଙ୍କ ସାଙ୍ଗରେ ଯୁକ୍ତ ହୋଇକି ଚାଲନ୍ତୁ। ନାମକରଣ ପାଇଛନ୍ତି, ତାପରେ ହୁଏତ ଆଚାର୍ଯ୍ୟ ଦେବଙ୍କ ପାଖକୁ ଯାଇନଥିବେ, ସମୟ ସୁଯୋଗ କାଢ଼ିକି ତାଙ୍କ ପାଖକୁ ଯାଆନ୍ତୁ। ବର୍ଷକୁ ଥରଟେ ଅନ୍ତତଃ ପକ୍ଷେ ଛୁଆକୁ ନେଇକି ଆଶ୍ରମ ଯାଆନ୍ତୁ, ଫାଙ୍କା ସମୟରେ ଯାଆନ୍ତୁ। ଉତ୍ସବ ବେଳେ ଗଲେ, ଭିଡ଼ରେ ଗଲେ ଆଚାର୍ଯ୍ୟଙ୍କ ପାଖରେ ଦର୍ଶନ କରିବା ସମ୍ଭବ ନୁହଁ, ଯାଆନ୍ତୁ। ଏଇଟା ହିଁ ତା ଜୀବନ ଗଢ଼ିବାର ପ୍ରକୃଷ୍ଟ ସମୟ ଏବଂ ଏଇ ଜିନିଷଟା କଣ୍ଟିନ୍ୟୁଟି କରନ୍ତୁ। ତାହେଲେ ଯେଉଁ ଉଦ୍ଦେଶ୍ୟ ନେଇକି ବି ସେ ସୃଷ୍ଟିକର୍ତ୍ତାଙ୍କୁ ବସେଇକି ବି ସତ୍ସଙ୍ଗ କରୁଛନ୍ତି, ସେଟା ତାଙ୍କର ସଫଳ ହେବ। ସର୍ବଶେଷରେ ଆପଣମାନଙ୍କର ସମସ୍ତଙ୍କର ଶାରୀରିକ କଲ୍ୟାଣ ସେ ସୃଷ୍ଟିକର୍ତ୍ତାଙ୍କ ଶ୍ରୀପାଦ ପଙ୍କଜ ପ୍ରାର୍ଥନା କରୁଛି। ଆପଣମାନେ ସମସ୍ତେ ନିରୋଗ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଠାକୁରଙ୍କୁ ଧରିକି ବି ଉତ୍ତମ ଉନ୍ନତି କରନ୍ତୁ, ଏତିକି ପ୍ରାର୍ଥନା। ଏବଂ ଭକ୍ତ ଭାଇ ପ୍ରିୟଦର୍ଶିନୀ ମା ଏବଂ ତାଙ୍କର ସପରିବାର ଏବଂ ବିଶେଷ କରି ଆୟୁଷ୍ମାନ ଭାନୁପ୍ରତାପ ସମସ୍ତେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣ ସ୍ଥାନ ପାଆନ୍ତୁ, ଶ୍ରୀ ଶ୍ରୀ ଠାକୁରଙ୍କୁ ଧରି ଆଗେଇ ଯାଆନ୍ତୁ, ଏତିକି ପ୍ରାର୍ଥନା। ଜୟ ଗୁରୁ।